ସାଙ୍ଗରେ ମିଶେଇବା ମତେ ଏଇ ଜନ୍ମରେ ପାର ହବା ଦରକାର ବାବା, କିଛି ନାହିଁ ହଁ ବାବା। ଏଇ ଜନ୍ମରେ ହେଇପାରିବ। ଘର ଭାଙ୍ଗି ଯାଇଥିଲା ମାନସ ବଡ ଶୁଣ ଗୋଟେ କଥା, ପୁରା ବାବା। ବିଶ୍ଵ ତୁ ହି ବ୍ୟାପି ରହିଅଛୁ, ତୁଠାରେ ବ୍ୟାପିଛି ବିଶ୍ଵ। ଏ ହୀନମନ୍ୟ ଭାବ ପରିତ୍ୟାଗ କରି, ଦେଖ ତୁ ଜଗତ ଈଶ। ହୀନମନ୍ୟ ଭାବ ତ୍ୟାଗ କର, ମନରେ ଦୃଢ଼ ନିଶ୍ଚୟ ମୁଁ ତମକୁ ପାଇବି। ଏଇ ବାବା ଏଇ ଦୃଢତା ରଖିଦେଲେ ବିଶ୍ୱାସ ବାବା ବା ବିଶ୍ୱାସ ରଖିଛି, ତେଣୁ ସେ ବାସ୍ ଅଚ୍ୟୁତଙ୍କ ସେ ଦୃଢ ରଖିଲେ ତମେ ନିଶ୍ଚୟ ପାଇଯିବ, କିଛି ଚିନ୍ତା କରନି। ଲେଖାଟା ହଉଛି ଅଟୋବାୟୋଗ୍ରାଫି, ଆତ୍ମକଥା। ସେ ଅଟୋବାୟୋଗ୍ରାଫି ଗୁଡାକ ଲେଖା ହେଇକି ଅଛି, ଆଜ୍ଞା ଦେଖିକି କେତେବେଳେ ପ୍ରଚାର କରିବା। ସେ ବହି ହିସାବରେ ହବ ବୋଲିକି ରହିଛି, ଛପା ହବ। ବାଲ୍ୟକାଳ ଟା କୁହନ୍ତି ନାହିଁ ପ୍ରକାଶ ଥିଲା ବୟସରେ, ଚାଲିଗଲା ପରେ ଅନ୍ୟମାନେ ସବୁ ପ୍ରକାଶ କରନ୍ତି। ଯେମିତି ଗୁରୁ ଚାଲିଗଲେ ତାପରେ ଅନ୍ୟମାନେ ପ୍ରକାଶ କଲେ, ସେଇଭଳିଆ। ଆଜ୍ଞା ଆମେ କେମିତି ଜାଣିବୁ? ଧର ବାଲ୍ୟକାଳ କଥା ତ ଆମେ ଜାଣିବା ନିହାତି ଦରକାର ନା। ସେ ବାଲ୍ୟକାଳ କଥାଟା ଜାଣିବ ଶିଷ୍ୟ ମାନଙ୍କ ଠାରୁ ଜାଣିବ, ଯେତେବେଳେ ସେ ବହିଟା ଛପା ହବ। ଆଉ କଣ, ବହିଟା ବର୍ତ୍ତମାନ ଚାଲିଛି ଲେଖା। ନା ମୁଁ ମାନେ ମୋ କହିବା କଥା କଣ କି ପ୍ରଭୁ, ମୁଁ ଆପଣ ଯାହା କହୁଛନ୍ତି କିନ୍ତୁ ପୁରା ଠିକ, ଗୋଟେ ଏପଟେ ସେପଟେ ଭୁଲ ନାହିଁ। ଆଉ ଏଭଳିଆ ବି ବହୁତ ଆଡେ ବି ମୁଁ ମାନେ ସର୍ଚ୍ଚ କରେ, ଏମିତି କାଳେ ବି ଦେଖି ନାହିଁ ଠିକ। କିନ୍ତୁ ମୁଁ ଦିନେ ବସିକି ଚିନ୍ତା କଲି, ଆଉ ଚିନ୍ତା ମାଧ୍ୟମରେ ଯାହା ହଉ ଠାକୁରଙ୍କ ବରାଦ, ଆପଣଙ୍କର ଆଶୀର୍ବାଦରୁ ମୁଁ ଆପଣଙ୍କ ବାଲ୍ୟ କାଳରେ ମାନେ 3 ଜଣଙ୍କୁ ଦେଖିନି, ଆପଣଙ୍କୁ ଆଉ 2 ଜଣଙ୍କୁ ଗୋଟେ ଜାଗାରେ ବସିଛନ୍ତି। ମୁଁ ସେଇଥିପାଇଁ ମୁଁ କହିନି ପ୍ରଭୁ ତ ସବୁ କଥା କହୁଛନ୍ତି, ତାଙ୍କର ଦୁଃଖ କଥା, ମାନେ ଧାନ କୁଟିବା କଥା, କାଠ ଭାଙ୍ଗିବା କଥା, ସବୁ କଥା କହୁଛନ୍ତି, କିନ୍ତୁ ସେ ବାଲ୍ୟକାଳ କଥା କାହିଁକି କହୁନାହାନ୍ତି? ଆଉ ଧର ପ୍ରଭୁ ରହିଲେ ଆଉ ଯୋଉ 2 ଜଣ, ସିଏ 2 ଜଣ କୁଆଡେ ଗଲେ? ଆପଣଙ୍କର ମାନେ ଯେତେବେଳେ 3 ଜଣ ବସିଥିଲେ, ଆପଣଙ୍କର ଯୋଉ ଚୁଟିଟା ଟିକେ ବେଶୀ ଲମ୍ବା, ସେ 2 ଜଣଙ୍କର ଚୂଳ କମ ଲମ୍ବା, କିନ୍ତୁ ଯୋଉ ଖେଳ ନୀଳା ଦେଖାଗଲା, କିନ୍ତୁ ସେଇ ମଧ୍ୟମରେ କିନ୍ତୁ ମାନେ ସେ 2 ଜଣ କୁଆଡେ ଗଲେ? ଆଉ ସେ 2 ଜଣ କିଏ? ଆପଣ କିନ୍ତୁ ପ୍ରକୃତରେ ମାନବ ନୁହନ୍ତି ପ୍ରଭୁ। ଏଇ ଯୋଉ 3 ଜଣ, ଆଜ୍ଞା ସେଇଟା ଏକଦମ ସତ୍ୟ। ସେ ସତ୍ୟ କଣ ଯେ, ଆଜ୍ଞା ପିଲାଦିନେ ଆଜ୍ଞା ଆମେ ଯୋଉ ଛୋଟ 5ମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉ ୟୁପି ସ୍କୁଲ ବା ଏଲପି ସ୍କୁଲରେ ପଢୁଥିଲୁ ହେଲା, ଆଜ୍ଞା ଆଜ୍ଞା ସେତେବେଳେ ଆମର 3 ଜଣ ସାଙ୍ଗ ଥିଲେ। ଆଜ୍ଞା 3 ଜଣ ସାଙ୍ଗ ଭିତରୁ, ସେଇ 3 ଜଣ ସାଙ୍ଗ ଭିତରୁ ଜଣେ ବର୍ତ୍ତମାନ ସିଏ ତାର ବ୍ରାହ୍ମଣ ପିଲା, ଫଟୋ ଷ୍ଟୁଡିଓ କରିଥିଲା, ସିଏ ବର୍ତ୍ତମାନ ଘରେ ରହିକି ତାର ପୂଜାପୂଜି ଭଲ ମନ୍ଦ କରୁଛି। ଆଜ୍ଞା ଆଉ ଜଣେ ସାଙ୍ଗ, ସିଏ ତାର ହାଇକୋର୍ଟରେ ଓକିଲ ଅଛି। ମୁଁ ତ ମୋର ସନ୍ନ୍ୟାସ ହେଇଗଲି। ଆଉ ଯଦି ସନ୍ନ୍ୟାସ ହେଲି, ସେ କଥା ହଉଛି କଣ ଯେ ମୋର ଏଇ ଯୋଉ ସନ୍ନ୍ୟାସ କର୍ମଟା ହବା ପାଇଁ, ମୁଁ ପିଲାଦିନରୁ ଏସବୁ କଥା ମୋର ଥିଲା। ଆଜ୍ଞା ପିଲାଦିନରୁ ଏ ଭାବନା ମୋର ଥିଲା। ଏବଂ ଖାଲି ସେତିକି ନୁହେଁ, ମୁଁ ଆଜ୍ଞା ମଧ୍ୟ ଆଉ ଗୋଟେ ନୂଆ ଜିନିଷ ଅନୁଭବ କରିଥିଲି, ଯେ ଯେତେବେଳେ ମୁଁ 2-3 ବର୍ଷର ହେଇଥିଲି, ଆଜ୍ଞା ସେତେବେଳେ ମୋ ଭାଷା ଶିଖିନଥିଲି ଆଜ୍ଞା କିମ୍ବା ଭାଷା ଜାଣିନଥିଲି, ମୋର ଦାନ୍ତ ଉଠି ନଥିଲା। ଆଜ୍ଞା ସେଇ ସମୟରେ ମୁଁ ସ୍ୱପ୍ନ ଦେଖେ, ଯେମିତି ଗୋଟିଏ ନଈ କୂଳ, ସେ ନଈ କୂଳରେ ମୁଁ ମୋର ସିଧାସଳଖ ଚାଲି ଚାଲିକି ପଳଉଛି, ଆଜ୍ଞା ମତେ ପଛରୁ କିଏ ଜଣେ ଅତି ଆକୁଳ କଣ୍ଠରେ ସିଏ ଆଜ୍ଞା ମତେ ଡାକୁଛି। ସେ ମୋର ମା ମତେ ଆକୁଳ କଣ୍ଠରେ ଡାକୁଛି। ଆଜ୍ଞା କିନ୍ତୁ ଏ ପରବର୍ତ୍ତୀ ଷ୍ଟେଜରେ ମୁଁ ଯେତେବେଳେ ଦେଖିଲି ଯେ ମା ତମର ମୋ ପାଖରେ, କିନ୍ତୁ ଆଉ ଜଣେ ମା କିଏ ସେ ମତେ ଆକୁଳ କଣ୍ଠରେ ଡାକୁଛି ଯେ ପଳିଆରେ ପଳିଆରେ ପଳିଆରେ। ମୁଁ ଆଜ୍ଞା ସେଇଠୁ ଅନୁଭବ କଲି ଯେ ମୋ ପୂର୍ବ ଜନ୍ମରେ ଯୋଉ ମା ଥିଲା, ସିଏ ଆଜ୍ଞା ହୁଏତ ଅନ୍ତରରେ ମତେ ଡାକୁଛି ପଳିଆ ପଳିଆ, ଯୋଉଟା କି ମୁଁ ସେଇଟାକୁ ଶୁଣିବାକୁ ପାଉଛି। ଆଚ୍ଛା, ଆଉ ଗୋଟେ ସ୍ୱପ୍ନ ମୁଁ ଦେଖିଥିଲି, ଯୋଉଥିରେ କି ଗୋଟେ ମାନେ ମାନେ ଠାକୁର ଯାଉଛନ୍ତି, ମତେ ଝୋ 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 ଶବ୍ଦ ଶୁଭୁଛି। ଆଉ ଆଜ୍ଞା କଣ ଯେ ମୁଁ ଯେତେବେଳେ ମୋ ମା କୋଳରେ ଯାଏ, ମାମୁଁ ଘରକୁ କିମ୍ବା ଅନ୍ୟ ଜାଗାକୁ ଯାଏ, ସେତେବେଳେ ମୁଁ ତ ଭାଷା ଶିଖି ନାହିଁ, କିନ୍ତୁ ଆଜ୍ଞା ଯୋଉମାନେ ମତେ ଗେହ୍ଲ କରନ୍ତି ବା କହନ୍ତି, କଥା କହନ୍ତି,
ମୁଁ ତାଙ୍କୁ କଥା କହିବା ପାଇଁ ଚେଷ୍ଟା କରେ। ଆଉ ଆଜ୍ଞା ଯେହେତୁ ମୋର ଦାନ୍ତ ଉଠି ନଥାଏ ମୁଁ କହିପାରେ ନା, କିନ୍ତୁ ମୁଁ ସେ ସମୟରୁ ତାଙ୍କୁ କହିବା ପାଇଁ ମୋର ଭିତରେ ଗୋଟେ ଜାଗ୍ରତ ହୁଏ। ଆଜ୍ଞା ତାପରେ ସେଠୁ ଆମର ଘରେ ହଉଛି ବାପା ମା, ଆମ ବାପାଙ୍କର ପିଲାପିଲି ହଉଛି 12 ଜଣ, ମାଙ୍କର ପିଲାପିଲି ହଉଛନ୍ତି 9 ଜଣ। ବୁଝିଲେ କି? ବାପାଙ୍କର ମଲେ 9 ଜଣ, ମାର ମଲେ 6 ଜଣ। ଆମେ ରହିଲୁ ଟୋଟାଲ 3 ଭାଇ। ଆଜ୍ଞା। ବୁଝିପାରିଲ ନା ନାଇଁ? ନା ଟିକେ ବୁଝିପାଇନି ନାହିଁ। ବୁଝିବେ? ବାପାଙ୍କର 12 ଜଣ। ବାପା ପ୍ରଥମେ ବିବାହ ହେଇଥିଲେ। ବୁଝିଗଲି। ତାଙ୍କର ତାଙ୍କର ଯୋଉ 3ଟି ପିଲାପିଲି, ସିଏ ମା ଛୁଆ ସବୁ ମରି ଯାଇଥିଲେ। ଆଜ୍ଞା ପଛରେ ଆମ ମା ଯେତେବେଳେ ଆସିଲେ ତାଙ୍କର ପୁଅ ଝିଅ ମିଶିକି 9 ଜଣ। ସେତେବେଳେ ଆଜ୍ଞା ଡାକ୍ତରଖାନାରେ ଏତେ ସୁବିଧା ନଥିଲା, ଅତିରିକ୍ତ ସୁବିଧା ନଥିଲା ସେତେବେଳେ ଡାକ୍ତରଖାନାର। ମୁଁ ଆଜ୍ଞା 1955-56 କଥା କହୁଛି। ଆଜ୍ଞା ଆଚ୍ଛା, ତେଣୁ 6 ଜଣ ଚାଲିଗଲେ ରୋଗ ବ୍ୟାଧିରେ ପଡ଼ିକି। ଆମେ 3 ଭାଇ ବର୍ତ୍ତମାନ ସୁଦ୍ଧା ଅଛୁ। ତେଣୁ ମୁଁ ମୋ ମା ର ହଉଛି ସବୁଠୁ କନିଷ୍ଠ ପୁତ୍ର। ଆଜ୍ଞା ତେଣୁ ଭାଲି ଅଲିଅଳ। ସେଥିପାଇଁ ମୁଁ ବହୁତ ଡେରିରେ ମଧ୍ୟ ଆଜ୍ଞା ପଢ଼ିଲି। ପଢ଼ି ସାରିଲା ପରେ 8 ବର୍ଷରେ ମୁଁ ପାଠ ପଢ଼ା ଆରମ୍ଭ କରିଥିଲି। ଆଜ୍ଞା 1958ରେ ଜନ୍ମ, 8-8-16, 66ରେ ପାଠ ପଢ଼ା ଆରମ୍ଭ କଲି। ଆଜ୍ଞା 1977ରେ ମେଟ୍ରିକ ପାସ୍ କଲି। ଆଉ 1977ରୁ 4 ବର୍ଷ 81ରେ BSc ପାସ୍ କଲି। 81ରେ BSc ପାସ୍ କରିସାରିଲା ପରେ ଭୁବନେଶ୍ୱରକୁ ଆସିକି ରିଜିଓନାଲ ରିସର୍ଚ୍ଚ ଲାବରେଟୋରୀ ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ଥିଲି। ତାପରେ ସବୁଠୁ ମୋର ଏତେ ସାଧୁ ଭାବନା ସବୁବେଳେ ପାଇଁ ଜାଗ୍ରତ ହଉଥାଏ। ମୁଁ ବୁଲି ଜଣେ ବ୍ରାହ୍ମଣଙ୍କର ସନ୍ଧାନ ପାଇଲି। ତାଙ୍କ ନାଁ ହେଲା ମହେନ୍ଦ୍ର ମିଶ୍ର। ଆଜ୍ଞା ମହେନ୍ଦ୍ର ମିଶ୍ରଙ୍କ ଠାରୁ ମୁଁ ବେଦ ବେଦାନ୍ତ ଉପନିଷଦ ସବୁ ଗୁଡାକ ମୁଁ ଅର୍ଜନ କଲି, ଜାଣିଲି। ଜାଣି ସାରିଲା ପରେ ତାଙ୍କୁ ଯେତେବେଳେ ଗୁରୁ କରିବା ପାଇଁ କହିଲି, ସିଏ ମନା କଲେ। କହିଲେ ନା, ମୁଁ ତମର ଗୁରୁ ନୁହେଁ। ମୁଁ ହେଲି ଶକ୍ତି ମାର୍ଗୀ, ବନ ଦୁର୍ଗା ସାଧକ ସେ ଥିଲେ। ତେଣୁ ଆଜ୍ଞା ମୁଁ ମାଙ୍କୁ ପଚାରେ ତମର ଗୁରୁ କିଏ? ତେଣୁ ସିଏ କଣ କଲେ ନା, ଦୁର୍ଗା ପୂଜାରେ ଦିନେ ମତେ ଡକେଇଲେ। ମୁଁ ଯାଇଥିଲି। ଆଜ୍ଞା ଗଲା ବେଳକୁ ଦିନ 4ଟା ବେଳେ ସେ ପୂଜା ସାରିକିରି ଆସିଲେ। ଆସି ସାରିଲା ପରେ ସେ ଗୋଟେ ରୁଦ୍ରାକ୍ଷ ମତେ ଦେଲେ। ସେ ଆଜ୍ଞା କହିଲେ, ମା କହିଲେ ଯେ ଏଇ ରୁଦ୍ରାକ୍ଷ ଟା ବେକରେ ଧାରଣ କର, ତୋର ଗୁରୁ କିଏ ତତେ ସନ୍ଧାନ ମିଳିବ। ଆଜ୍ଞା ସେ ରୁଦ୍ରାକ୍ଷ ଟା କୋଉ ରୁଦ୍ରାକ୍ଷ ଥିଲା? ଏକମୁଖୀ ନା ପଞ୍ଚମୁଖୀ? ପଞ୍ଚମୁଖୀ ରୁଦ୍ରାକ୍ଷ ଗୋଟେ ସେ ଦେଇଥିଲେ। ଆଜ୍ଞା ଆଜ୍ଞା ସେଇ ରୁଦ୍ରାକ୍ଷ ବେକରେ ଧାରଣ କଲି। କରିସାରିଲା ପରେ 15 ଦିନ ମଧ୍ୟରେ ମୁଁ ଚିନ୍ତା କଲି, ଏଇ ଯୋଉ ମହେନ୍ଦ୍ର ବାବୁ ମତେ କହୁଛନ୍ତି ଜ୍ଞାନ କଥା, କିନ୍ତୁ ଆଜ୍ଞା ସେ କହୁଛନ୍ତି ସତ, କିନ୍ତୁ ପ୍ରାକ୍ଟିକାଲ ସେ କରିନାହାନ୍ତି। ତେଣୁ ପ୍ରାକ୍ଟିକାଲ କିଏ କରିଛନ୍ତି ତାଙ୍କର ସନ୍ଧାନ ଖୋଜିଲି। ଖୋଜୁ ଆଜ୍ଞା ଖୋଜୁ ଆମେ ସେଇ ଠାକୁରଙ୍କ କଥା ମନେ ପଡେ। ଠାକୁର ଆମର ଆମ ଗାଁକୁ ଆସନ୍ତି। ଆସିଲେ ଗାଁରେ ଯଜ୍ଞ ବି କରନ୍ତି, ଯିବା ଆସିବା କରନ୍ତି। ମୁଁ ବି ତାଙ୍କ ସହିତ ବହୁତ ସଂସ୍ପର୍ଶରେ ଆସିଛି। ଆଜ୍ଞା ମନଟା ସେଠିକି ଖାଲି ଆକର୍ଷଣ କଲା। ଯେତେବେଳେ ଆଜ୍ଞା ମନ ଆକର୍ଷଣ କଲା, ତାପରେ ଠାକୁରଙ୍କ ପାଖକୁ ଗଲି। ଯାଇକି ତାଙ୍କ ଠାରୁ ଉପଦେଶ ଗ୍ରହଣ କଲି। କରିସାରିଲା ପରେ ତାପରେ 81-82 ମସିହାରେ ଭୁବନେଶ୍ୱର ଛାଡ଼ିଦେଲି। 83-84 2-3 ବର୍ଷ ଘରେ ରହିଲି। 85 ମସିହାରେ ଯାଇକି ଆମ ବାଇଟେକ ମଠ ଗୁରୁଙ୍କ ପାଖରେ ମୁଁ ରହିଲି। 85ରୁ 90 5 ବର୍ଷ ମୁଁ ତାଙ୍କ ପାଖରେ ରହିଲି। 5 ବର୍ଷ ପରେ 90 ମସିହାରେ ସିଏ ମତେ କୌପିନ ଦେଲେ। ଦେଲା ପରେ 92 ମସିହାରେ ଗୁରୁ ଦେହ ତ୍ୟାଗ କଲେ। 92 ମସିହାରେ ଦେହ ତ୍ୟାଗ କଲା ପରେ ସେଠୁ 93, 94, 95, 96 ଏଇ 3-4 ବର୍ଷ ଭ୍ରାମ୍ୟମାଣ ବୁଲିଲି। କୋଉଠି କଣ କରିବି, କେମିତି ରହିବି, କଣ କରିବି, ବୁଲିକି ତା ଭିତରେ ମୁଁ ପ୍ରଥମେ ଦାଣ୍ଡକୁଳୁ ନାମକ ଗୋଟେ ଜାଗା, ସେ ଜାଗାରେ ଯାଇକି ମୁଁ ଆଶ୍ରମ କଲି। ଦାଣ୍ଡକୁଳରୁ ପଳେଇ ଆସିକି ଜେନାପୁରରେ ଗୋଟେ ଆଶ୍ରମ କଲି। ଆଜ୍ଞା ଜେନାପୁରରୁ ଆସିକି ନିମାପଡାରେ ଆଶ୍ରମ କଲି। ଆଉ ନିମାପଡାରୁ ପଳେଇ ଆସିଲି। ସବୁ କୋଉଠି ସୁବିଧା ହେଲାନି, ପଳେଇ ଆସିଲି। ପଳେଇ ଆସିକି ବୁଲିକିରି 1997 ମସିହାରେ ଏଇ ଶୈଳା ଗାଁରେ ପହଞ୍ଚିଲି। ଏଇଠି ପହଞ୍ଚିକି ଏଇଠି ଆଶ୍ରମ କରିକି ବର୍ତ୍ତମାନ ସୁଦ୍ଧା ଅଛି ଆଉ। ହଉ ପ୍ରଭୁ ଠିକ ଅଛି। ଆପଣ ଟିକେ ଆଶୀର୍ବାଦ ମତେ ଦେବେ। ମୁଁ ଆପଣଙ୍କୁ ମାନେ ଚରଣରେ ଅଶେଷ ଅଶେଷ ପ୍ରଣାମ। କୋଉଠୁ କହୁଛ? ମୁଁ ବାଲେଶ୍ୱର ନୂଆପୁର ଶାସନରୁ କହୁଛି। ବାଲେଶ୍ୱର ଶାସନ? ଆଜ୍ଞା ସେ ଆମ ଆଶ୍ରମ ତ ହଉଛି ମଞ୍ଜୁରୀ ରୋଡ,
ट्रेन भी आसीपार ट्रेन भद्रक पार ଆପଣଙ୍କର ଆଶୀର୍ବାଦ ରହିଥିବ ଆପଣ ମାନେ ଦେଖିବି ଦେଖିକି ଆପଣ ତ ନେଇଯିବେ ମତେ ମୁଁ ଜାଣି ସାରିଛି କାହିଁକି ମୁଁ ମାନେ ଯେତିକି ଇଏ କନି ଆଉ ସେଇଥିପାଇଁ କହିନି ନା ଏ ପ୍ରକୃତର ପ୍ରଭୁ ଆଉ ମାନେ କଥା ହେମି ହେମି ବୋଲିକି ବହୁତ ଦିନରୁ ଶୁଣିଲେଣି ଯେ ହେଇ ପାରୁ ନାହିଁ ଯେତେବେଳେ ମନେ ହୁଏ ଟିକେ ଫୋନ୍ ମାରିବା ଦେଖିବାକୁ ସେ ଅଲଗା ଜାଗା ଲାଗି ଯାଇଛି ଗୋଟେ ଲେଡିଜଟେ କହିବ ପୁଣି ମୁଁ କାଟିଦିଏ ନା କାହିଁକି ଆମର ତ ସମସ୍ତେ ଫୋନ କରନ୍ତି ଲାଗେ ନା ମାନେ ମୋର ବୋଧେ ଯେ ଟିପିବାଟା ମୋ ସଦାବେଳେ ଆପଣଙ୍କ କଥା ଶୁଣିଲେ ମୋ ଦେହଟା ଗୋଟେ ଶୂନ୍ୟ ହେଇଯାଏ କାହିଁକି ଏଇ ନମ୍ବର ଫମ୍ବର ଟିପିବା ପାଇଁ ଅଲଗା ହେଇଯାଇ ପାରୁଥିବ କଣ ହଉଥିବ ଏଇ ଯୋଉ କଥା ଗୁଡାକ ମଧ୍ୟ ପୁରା ଶୂନ୍ୟ ହେଇଯାଏ ଆପଣଙ୍କ ସାଙ୍ଗରେ କଥା କହୁଛି ବର୍ତ୍ତମାନ ଯୋଉ ଅଙ୍ଗ ସବୁ ଯେମିତି ଜ୍ୱର ହେଲେ ନିଷ୍କାଳ ହେଇଯାଏ ସେଇଭଳିଆ ହେଇଯାଇଛି ମୋ ଦେହ ବର୍ତ୍ତମାନ ହଁ ଏଇ ହେଇଛି ମୁଁ କିନ୍ତୁ ସଦାବେଳେ ମୁଁ ଏପର୍ଯ୍ୟନ୍ତ ପ୍ରଭୁ ଆଉ ମାନେ ଯାହାବି ଯେତିକି ମାନେ ଇଏ କରିଛି କିଛି ତ ଜାଣେ ନାହିଁ ଆଉ ଯାହା ବି ଇଏ କରିଛି ସେ ସବୁ ଗୁରୁ ଗୋରଖନାଥଙ୍କ ମାଧ୍ୟମରେ ତାଙ୍କ ଫଟୋ ନେଇକି ତାଙ୍କୁ ଗୁରୁ ବୋଲିକି ଭାବିକି ତାଙ୍କ ଚରଣରେ ଶରଣାଗତ ହେଇକି ମୁଁ ବହୁତ କିଛି ଦେଖିଛି କିନ୍ତୁ ବହୁତ ଶୁଣେ ମନକୁ କେଉଁଟା ଲାଗେ ନାହିଁ ବହୁତ ଏକରେ ମନକୁ କେଉଁ ଜିନିଷ ଲାଗେନି କାହିଁକି ମୋ ଦେହକୁ ଗୋଟେ ଯେତିକି ଗୋଟେ ଭଲ ଜିନିଷଟା ଆସିବ ମୋ ଦେହଟା ଗୋଟେ ଅଲଗା ରକମ ହେଇଯାଏ ହେଇଯିବ ମାନେ ମୁଁ ଶୁଣିବା ପାଇଁ ବହୁତ ଆଗ୍ରହୀ ହୁଏ ସଦାବେଳେ କାମ ଛାଡ଼ି ଦେଇକି ମୁଁ ଆଗ୍ରହୀ ହେମି ସଦାବେଳେ ବର୍ତ୍ତମାନ ମୁଁ ଆଉ ନ୍ୟୁଜ୍ ଫ୍ୟୁଜ୍ ବି ଦେଖୁନି ଏଇ ଆପଣ ଯୋଉଟା କରୁଛନ୍ତି ମୁଁ ସେଇଟାକୁ ମାନେ ଦେଖୁଛି ଯୋଉ ଦେଖୁଛି ମନ ଭିତରେ ମାନେ ପ୍ରକୃତ ଯେ ସବୁ ଲୋକ କୁହନ୍ତି ଯେ ପାତ୍ର ଦିଅ ପାତ୍ର ଦିଅନି ମୁଁ କାହାରି ପାଖରେ କୌଣସି ଗବେଷଣା କରେ ନାହିଁ ତାର ମୁଣ୍ଡ ଭିତରେ ଯାହା ପୁରୁଛି ସିଏ କରୁଛି କିନ୍ତୁ ମୋ ମୁଣ୍ଡ ତ କ'ଣ ହେଇଯାଉଛି ଆଉ ହଁ ସେଇଠି ଦିନେ ରାତିର ମାନେ ଶୟନ ବେଳେ ମୁଁ କହିନି ପ୍ରଭୁ ଆଉ ପ୍ରକୃତର ସବୁ ତ କହି ସାରିଲେଣି ସବୁ ତ ଦେଖି ସାରିଲେଣି ଶୁଣି ସାରିଲେଣି ଆଉ ଟିକେ ବାଲ୍ୟ ନୀଳାଟା ଦେଖିପାରିବି ନାହିଁ ନା ହଁ କିନ୍ତୁ ପ୍ରଭୁ ମୁଁ ଦେଖିନେନି 3 ଜଣ ଏଇଆ ସେଇ କଥା ପଚାରି ବୋଲିକି ପ୍ରଭୁଙ୍କୁ ପଚାରିମି ସବୁ ଜିନିଷ ତ କହିଲେ କାହିଁକି ସେଇ ଜିନିଷଟା କହୁନାହାନ୍ତି ସେଇଟା ଠିକ ନା ଭୁଲ ମୋ ମନର ଗୋଟେ ଗବେଷଣା ଆସିଥିଲା ଏବେ ମୁଁ ପଚାରିଲେନି ସ୍ୱୟଂ ପ୍ରଭୁ ଆପଣ ମୋର କିଛି କହିବାର ନାହିଁ ଆପଣଙ୍କ ପାଦ ତଳେ ଶରଣାଗତ 100 ବାର ପ୍ରଭୁ ଆଉ କିଛି ମୋର ଦରକାର ନାହିଁ ଆପଣ ଏମିତି କହୁଥାନ୍ତି ଏ ଦେଶ ସ୍ୱାଧୀନ ହେଇଯାଉ ଏଇ ଭାଷା ଉପରେ ରାକ୍ଷସପଣ ସବୁ ପଳେଇ ଯାଆନ୍ତୁ ଟିକେ ଜାଣନ୍ତୁ ମୁଁ ଟିକେ ରାସ୍ତାରେ ଅଛି ପଛରେ କଥା ହେବା ଆଜ୍ଞା ଆଜ୍ଞା